ଯେଉଁ ପିଲାମାନେ ଶିଳ୍ପ ବିପ୍ଳବର ଭାଗ ପ୍ରଥମ ଦ୍ୱିତୀୟ ତୃତୀୟ ଭିଡ଼ିଓଟି ଦେଖିନାହାନ୍ତି ସେମାନେ ପ୍ରଥମେ ଯାଇକି ଏହି ଶିଳ୍ପ ବିପ୍ଳବର ପ୍ରଥମ ଭାଗ ଦ୍ୱିତୀୟ ଭାଗ ଏବଂ ତୃତୀୟ ଭାଗର ଭିଡ଼ିଓଟିକୁ ଦେଖିବେ। ତାପରେ ଆସିକି ଆଜିର ଏହି 4 ନମ୍ବର ଭାଗ ଭିଡ଼ିଓଟିକୁ ଦେଖିବେ, ଯଦ୍ୱାରା ସେମାନେ ସୁନ୍ଦର ଭାବରେ ବୁଝିପାରିବେ। ଏବଂ ଏହି ଶିଳ୍ପ ବିପ୍ଳବର 4 ନମ୍ବର ଭାଗରେ ଆଜି ଆମେ ପଢ଼ିବା ଶିଳ୍ପ ବିପ୍ଳବର ଫଳାଫଳ ବିଷୟରେ। ପିଲାମାନେ, ଏହି ଶିଳ୍ପ ବିପ୍ଳବ ତୁମର କେବଳ +2 ପରୀକ୍ଷା ପାଇଁ ଅତ୍ୟନ୍ତ ଉପଯୋଗୀ ନୁହେଁ, ଆଗରେ ତୁମେମାନେ ଯେଉଁ ଯାହା ବି କମ୍ପିଟେଟିଭ୍ ଏକ୍ଜାମ୍ ଦେବାକୁ ଯିବ ସେଇଠି ମଧ୍ୟ ଏହି ଶିଳ୍ପ ବିପ୍ଳବରୁ ଅନେକ ଗୁଡ଼ିଏ ପ୍ରଶ୍ନ ଆସିଥାଏ। ତେଣୁକରି ପିଲାମାନେ ତୁମେ ପାର୍ଟ 1, ପାର୍ଟ 2, ପାର୍ଟ 3 ଏବଂ ପାର୍ଟ 4କୁ ବହୁତ ସୁନ୍ଦର ଭାବରେ ଦେଖିବା ଉଚିତ। ଶିଳ୍ପ ବିପ୍ଳବର ଫଳାଫଳ ତୁମେମାନେ ଜାଣିଛ ପିଲାମାନେ, ଶିଳ୍ପ ବିପ୍ଳବ ଇଂଲଣ୍ଡରେ ହିଁ ଆରମ୍ଭ ହୋଇଥିଲା ଏବଂ ଇଂଲଣ୍ଡରୁ ଆରମ୍ଭ ହୋଇକି ସାରା ବିଶ୍ୱର ଅନ୍ୟ ଦେଶମାନଙ୍କୁ ମଧ୍ୟ ପ୍ରସାରିତ ହୋଇଥିଲା। ଐତିହାସିକ ରାମସେ ମୁର ଶିଳ୍ପ ବିପ୍ଳବକୁ ନେଇକି ତାଙ୍କର ଏକ ମତ ପ୍ରଦାନ କରିଥିଲେ ଏବଂ ସେ କହିଛନ୍ତି ଏହି ଶିଳ୍ପ ବିପ୍ଳବ ହେଉଛି ଏକ ଶାନ୍ତିପୂର୍ଣ୍ଣ ଅର୍ଥନୈତିକ ବିପ୍ଳବ ବୋଲିକି। ଏହି ଶିଳ୍ପ ବିପ୍ଳବର ଫଳାଫଳ ଅନେକ ଗୁଡ଼ିଏ ସୁଫଳ ଅଛି, ତା ସହିତ ଶିଳ୍ପ ବିପ୍ଳବର ଫଳାଫଳରେ ଅନେକ ଗୁଡ଼ିଏ କୁଫଳ ମଧ୍ୟ ଅଛି। ଏହି ଶିଳ୍ପ ବିପ୍ଳବ ହେବା ଦ୍ୱାରା ସାରା ୟୁରୋପରେ ଯେଉଁ ଅନେକ ଗୁଡ଼ିଏ ଦେଶ ଅଛି ପିଲାମାନେ, ସେହି ଦେଶମାନଙ୍କର ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ଜୀବନରେ ଅନେକ ପ୍ରଭାବ ପଡ଼ିଥିଲା। ଏହି ତଳେ ଯେଉଁ ଫଟୋ ଚିତ୍ରଟି ଅଛି ପିଲାମାନେ ଦେଖିପାରୁଥିବେ, ଫଟୋ ଚିତ୍ରଟି ହେଉଛି ୟୁରୋପର ଫଟୋ ଚିତ୍ର ଏବଂ ଏହି ୟୁରୋପର ଫଟୋ ଚିତ୍ର ବା ମାନଚିତ୍ରରେ ସମସ୍ତ ୟୁରୋପର ଦେଶ ଗୁଡ଼ିକ ବିଷୟରେ ଦର୍ଶାଇ ଦିଆଯାଇଛି। ଏବଂ ଏହି ଶିଳ୍ପ ବିପ୍ଳବ ହେବା ଦ୍ୱାରା ସାରା ୟୁରୋପର ଯେଉଁ ଦେଶ ଗୁଡ଼ିକ ଥିଲା ସେହି ଦେଶମାନଙ୍କରେ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ପ୍ରଭାବ ପଡ଼ିଥିଲା। ଏଠି ମୁଁ ମାର୍କ କରୁଛି, ଦେଖ ପିଲାମାନେ, ଏଇଟା ହେଲା ଗ୍ରେଟ୍ ବ୍ରିଟେନ୍ ଏବଂ ଏହି ସ୍ଥାନରେ ଅବସ୍ଥିତ ତୁମର ଇଂଲଣ୍ଡ। ଇଂଲଣ୍ଡରେ ଶିଳ୍ପ ବିପ୍ଳବ ଅଷ୍ଟାଦଶ ଶତାବ୍ଦୀରେ ହୋଇଥିଲା। ଶିଳ୍ପ ବିପ୍ଳବର ଫଳାଫଳ। ଶିଳ୍ପ ବିପ୍ଳବର ଫଳାଫଳର ସୁଫଳ ଗୁଡ଼ିକ କ'ଣ ପିଲାମାନେ ଦେଖ। ପ୍ରଥମ ସୁଫଳଟି ହେଉଛି ଅଗଣିତ କଳକାରଖାନା ଗଢ଼ି ଉଠିଥିଲା। ଶିଳ୍ପ ବିପ୍ଳବ ହେବା ଦ୍ୱାରା ଅନେକ ଗୁଡ଼ିଏ କଳକାରଖାନା ଗଢ଼ି ଉଠିଥିଲା। ନେକ୍ସଟ, ଶିଳ୍ପ ବିପ୍ଳବର ସୁଫଳଟି ହେଉଛି ଶସ୍ତା ଓ ସୁନ୍ଦର ବସ୍ତୁ ଉତ୍ପାଦିତ ହେଲା। ଶିଳ୍ପ ବିପ୍ଳବ ହେବା ଦ୍ୱାରା ଅନେକ ଗୁଡ଼ିଏ ଶିଳ୍ପ ଗଢ଼ି ଉଠିଲା ଏବଂ ବହୁତ ଶସ୍ତା ଦରର ଏବଂ ବହୁତ ସୁନ୍ଦର ସୁନ୍ଦର ବସ୍ତୁ ଗୁଡ଼ିକ ଉତ୍ପାଦନ କରାଗଲା ସେହି ଶିଳ୍ପମାନଙ୍କରେ। ଶିଳ୍ପଜାତ ଦ୍ରବ୍ୟର ଚାହିଦା ବୃଦ୍ଧି ହେଲା। ଲୋକମାନେ ସେହି ଶିଳ୍ପଜାତ ଦ୍ରବ୍ୟକୁ ପସନ୍ଦ କରିବାରୁ ତାର ଚାହିଦା ମଧ୍ୟ ଧୀରେ ଧୀରେ ବୃଦ୍ଧି ହେଲା। ଇଂଲଣ୍ଡର ଅର୍ଥନୈତିକ ବୃଦ୍ଧି ହେଲା। ଇଂଲଣ୍ଡରେ ଯେହେତୁ ଶିଳ୍ପ ବିପ୍ଳବ ହୋଇଥିଲା, ତେଣୁକରି ଇଂଲଣ୍ଡରେ ଅର୍ଥନୈତିକ ବୃଦ୍ଧି ମଧ୍ୟ ହୋଇଥିଲା। ଶିଳ୍ପ ବିପ୍ଳବର ଆହୁରି ଗୋଟିଏ ସୁଫଳ ହେଲା ପିଲାମାନେ, ମନୁଷ୍ୟର ଶ୍ରମ ଲାଘବ ହୋଇଥିଲା। ମନୁଷ୍ୟର ଶ୍ରମ କେମିତି ଲାଘବ ହୋଇଥିଲା? ଆଗରୁ କୁଟୀର ଶିଳ୍ପ ବା ହସ୍ତଶିଳ୍ପ ମାଧ୍ୟମରେ ମନୁଷ୍ୟ ସେ ନିଜେ ପରିଶ୍ରମ କରୁଥିଲା, କିନ୍ତୁ ଶିଳ୍ପ ବିପ୍ଳବ ହେବା ଦ୍ୱାରା ମନୁଷ୍ୟକୁ ଆଉ ପରିଶ୍ରମ କରିବାକୁ ପଡ଼ିଲା ନାହିଁ। ଶିଳ୍ପ ଆପେ ଆପେ ହିଁ ସମସ୍ତ ଦ୍ରବ୍ୟକୁ ଉତ୍ପାଦନ କରିଦେଉଥିଲା। ନେକ୍ସଟ ସୁଫଳଟି ହେଉଛି ପରିବହନ ଓ ଯାତାୟାତ କ୍ଷେତ୍ରରେ ଉନ୍ନତି ଆସିଲା। ଶିଳ୍ପ ବିପ୍ଳବ ହେବା ଦ୍ୱାରା ପରିବହନ ଓ ଯାତାୟାତ କ୍ଷେତ୍ରରେ ଉନ୍ନତି ଆସିଲା। କେମିତି ଉନ୍ନତି ଆସିଲା? ପରିବହନ ଏବଂ ଯାତାୟାତ କରିବା ପାଇଁ ନୂତନ ଯନ୍ତ୍ରପାତି ଗୁଡ଼ିକ ତିଆରି କରାଗଲା ଏବଂ ସେହି ଯନ୍ତ୍ରପାତି ପରିବହନ ଓ ଯାତାୟାତ କ୍ଷେତ୍ରରେ ଉନ୍ନତି ଆଣିଲେ। ନେକ୍ସଟ, ଶିଳ୍ପ ବିପ୍ଳବର ସୁଫଳଟି ହେଉଛି ଆନ୍ତର୍ଜାତୀୟ ବାଣିଜ୍ୟ ବ୍ୟବସାୟ ବୃଦ୍ଧି ହେଲା। ଶିଳ୍ପ ବିପ୍ଳବ ହେବା ପୂର୍ବରୁ ଇଂଲଣ୍ଡ କେବଳ ତାର ନିଜ ଦେଶ ମଧ୍ୟରେ ହିଁ ବାଣିଜ୍ୟ ବ୍ୟବସାୟ କରୁଥିଲା, କିନ୍ତୁ ଶିଳ୍ପ ବିପ୍ଳବ ହେବା ଦ୍ୱାରା ଇଂଲଣ୍ଡ ତାର ନିଜର ଦ୍ରବ୍ୟର ଚାହିଦା ପୂରଣ କରିବା ସହିତ ତାର ଏତିକି ଅଧିକ ଦ୍ରବ୍ୟ ତିଆରି ହେଲା ଯେ ସେ ଅନ୍ୟ ଦେଶକୁ ମଧ୍ୟ ବିକ୍ରି କରିବାକୁ ଯାଇ ଆନ୍ତର୍ଜାତୀୟ ବାଣିଜ୍ୟ ବ୍ୟବସାୟ ବୃଦ୍ଧି କରିପାରିଥିଲା। ନେକ୍ସଟ, ଶିଳ୍ପ ବିପ୍ଳବର ସୁଫଳଟି ହେଉଛି ବିଭିନ୍ନ ଦେଶର ଲୋକମାନଙ୍କ ସହ ଭାବର ଆଦାନ ପ୍ରଦାନ ହେଲା। ଶିଳ୍ପ ବିପ୍ଳବ ହେବା ଦ୍ୱାରା ଇଂଲଣ୍ଡ କେବଳ ନିଜ ଦେଶର ଲୋକମାନଙ୍କ ସହିତ ନ ରହିକି ସେ ଅନ୍ୟ ଦେଶର ଲୋକମାନଙ୍କ ସହିତ ବି ସମ୍ପର୍କ ସ୍ଥାପନ କଲା ଏବଂ ତାର ଭାବର ଆଦାନ ପ୍ରଦାନ ମଧ୍ୟ ହୋଇପାରିଲା। ନେକ୍ସଟ, ଶିଳ୍ପ ବିପ୍ଳବର ସୁଫଳଟି ହେଉଛି କୃଷକମାନଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେଲା। ଯେଉଁ କୃଷକମାନେ ଥିଲେ, କୃଷିରେ ମଧ୍ୟ ବିପ୍ଳବ ଆସିଥିଲା। ତଦ୍ୱାରା କ'ଣ ହେଲା? କୃଷକମାନେ ଅତ୍ୟଧିକ ଲାଭବାନ ହେଲେ ଏବଂ ତାଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେଲା। ଏକ ଶକ୍ତିଶାଳୀ ମଧ୍ୟବିତ୍ତ ଗୋଷ୍ଠୀର ଉତ୍ଥାନ ହେଲା। ଏହି ଯେଉଁମାନେ ଶିଳ୍ପ ବିପ୍ଳବରେ ମୁଖ୍ୟ ଅଧିନାୟକ ଥିଲେ ସେମାନେ ହେଲେ ମଧ୍ୟବିତ୍ତ ଗୋଷ୍ଠୀର ଲୋକମାନେ ଏବଂ ସେହି ମଧ୍ୟବିତ୍ତ ଗୋଷ୍ଠୀମାନଙ୍କର ସମ୍ପୂର୍ଣ୍ଣ ରୂପେ ଉତ୍ଥାନ ହୋଇଥିଲା ଏହି ଶିଳ୍ପ ବିପ୍ଳବ ହେବା ଦ୍ୱାରା।
ଶିଳ୍ପଭିତ୍ତିକ ସହର ଗଢ଼ି ଉଠିଥିଲା। ଶିଳ୍ପ ବିପ୍ଳବ ହେବା ଦ୍ୱାରା ଅନେକ ଗୁଡ଼ିଏ ଶିଳ୍ପଭିତ୍ତିକ ସହର ଗଢ଼ି ଉଠିଥିଲା, ଯେମିତିକି ବର୍ମିଂହାମ୍, ମାଞ୍ଚେଷ୍ଟର, ଲିଭରପୁଲ। ଏହିସବୁ ଶିଳ୍ପଭିତ୍ତିକ ସହର ଗୁଡ଼ିକ ଥିଲା ଇଂଲଣ୍ଡରେ ପିଲାମାନେ। ଆଉ ଏହି ସହର ଗୁଡ଼ିକ ଗଢ଼ି ଉଠିଥିଲା ଶିଳ୍ପଭିତ୍ତିକ ସହର ହିସାବରେ। କେଉଁ କେଉଁ ସହର? ବର୍ମିଂହାମ୍, ମାଞ୍ଚେଷ୍ଟର, ଲିଭରପୁଲ। ତାପରେ ନେକ୍ସଟ ସୁଫଳଟି ହେଉଛି ପିଲାମାନେ ଜାତୀୟ ସମ୍ପତ୍ତିର ଅଭିବୃଦ୍ଧି ହେଲା। ଶିଳ୍ପ ବିପ୍ଳବ ହେବା ଦ୍ୱାରା ଇଂଲଣ୍ଡର ଜାତୀୟ ସମ୍ପତ୍ତିର ମଧ୍ୟ ଅଭିବୃଦ୍ଧି ହୋଇଥିଲା। ଏବଂ ଆହୁରି ନେକ୍ସଟ ସୁଫଳଟି ହେଉଛି ପିଲାମାନେ ଶ୍ରମିକ ଗୋଷ୍ଠୀର ଆବିଷ୍କାର ହେଲା। ଶିଳ୍ପ ବିପ୍ଳବ ହେବା ଦ୍ୱାରା ଶିଳ୍ପରେ କାମ କରିବା ପାଇଁ ଗ୍ରାମରୁ ଅନେକ ଗୁଡ଼ିଏ ଶ୍ରମିକ ଶିଳ୍ପକୁ ଆସିଥିଲେ ଏବଂ ପରିଶେଷରେ ସେମାନେ ନିଜର ଶ୍ରମିକ ଗୋଷ୍ଠୀ ସେଠି ତିଆରି କରିଥିଲେ। ଏହି 13ଟି ପଏଣ୍ଟ ଏଠି ମୁଁ ବର୍ଣ୍ଣନା କରିଛି ପିଲାମାନେ ଶିଳ୍ପ ବିପ୍ଳବର ସୁଫଳ ଗୁଡ଼ିକ। ତୁମମାନେ ଟିକେ ମନେ ରଖିଦେବ ଏହି ପଏଣ୍ଟ ଗୁଡ଼ିକ। ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏହି ଫଟୋ ଚିତ୍ରଟି ହେଉଛି ଇଂଲଣ୍ଡର। ଆଉ ଏଠି ଦର୍ଶାଇ ଦିଆଯାଇଛି ଯେ ଯେଉଁ ଶିଳ୍ପଭିତ୍ତିକ ସହର ଗୁଡ଼ିକ ଗଢ଼ି ଉଠିଥିଲା, ଯେମିତିକି ବର୍ମିଂହାମ୍। ଦେଖ ପିଲାମାନେ, ମୁଁ ଦର୍ଶାଇ ଦେଉଛି ବର୍ମିଂହାମ୍ କେଉଁଠି ଅଛି, ଏଠି ମାର୍କ କରିଦେଉଛି। ଏଇଟା ହେଲା ବର୍ମିଂହାମ୍। ନେକ୍ସଟ ଶିଳ୍ପଭିତ୍ତିକ ସହରଟି ଥିଲା ମାଞ୍ଚେଷ୍ଟର। ଏଠି ଦେଖ ମୁଁ ମାର୍କ କରିଦେଉଛି ମାଞ୍ଚେଷ୍ଟର। ଏଇ ଜାଗାରେ ହିଁ ମାଞ୍ଚେଷ୍ଟର ଥିଲା। ଆଉ ଗୋଟିଏ ଶିଳ୍ପଭିତ୍ତିକ ସହର ଗଢ଼ି ଉଠିଥିଲା, ତାକୁ କୁହାଯାଉଥିଲା ଲିଭରପୁଲ। ସେହି ଲିଭରପୁଲଟି ଦେଖ ପିଲାମାନେ ଏହି ସ୍ଥାନରେ ହିଁ ଅବସ୍ଥିତ। ଶିଳ୍ପ ବିପ୍ଳବର ଫଳାଫଳ କୁଫଳ ଗୁଡ଼ିକ ପିଲାମାନେ ଦେଖ। ଫାଷ୍ଟ ଶିଳ୍ପ ବିପ୍ଳବର କୁଫଳଟି ହେଉଛି ହସ୍ତ ଓ କୁଟୀର ଶିଳ୍ପ କ୍ଷତିଗ୍ରସ୍ତ ହେଲା। ଶିଳ୍ପ ବିପ୍ଳବ ହେବା ପୂର୍ବରୁ ଇଂଲଣ୍ଡରେ ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ଥିଲା, କିନ୍ତୁ ଶିଳ୍ପ ବିପ୍ଳବ ଇଂଲଣ୍ଡରେ ହେବା ଦ୍ୱାରା ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ କ୍ଷତିଗ୍ରସ୍ତ ହେଲା। ଦ୍ୱିତୀୟ କୁଫଳଟି ହେଉଛି ହସ୍ତଶିଳ୍ପୀ ଓ କାରିଗରମାନେ କାମ ହରାଇଲେ। ଶିଳ୍ପ ବିପ୍ଳବ ହେବା ପୂର୍ବରୁ ହସ୍ତଶିଳ୍ପୀ ଏବଂ କାରିଗରମାନେ ସେହି କୁଟୀର ଶିଳ୍ପ ଏବଂ ହସ୍ତଶିଳ୍ପରେ କାର୍ଯ୍ୟ କରିପାରୁଥିଲେ, କିନ୍ତୁ ଶିଳ୍ପ ବିପ୍ଳବ ହେବା ଦ୍ୱାରା ସେହି କୁଟୀର ଶିଳ୍ପ ଏବଂ ହସ୍ତଶିଳ୍ପ କ୍ଷତିଗ୍ରସ୍ତ ହେଲା ଏବଂ ହସ୍ତଶିଳ୍ପୀ ଏବଂ କାରିଗରମାନେ ତାଙ୍କର କାମ ହରାଇଲେ। ନେକ୍ସଟ କୁଫଳଟି ହେଉଛି ପିଲାମାନେ ଧନୀ ଚାଷୀମାନେ ନାମମାତ୍ର ଚାଷୀଙ୍କ ଜମି ହଡ଼ପ କରିନେଲେ। ଶିଳ୍ପ ବିପ୍ଳବ ସମୟରେ ଯେଉଁ ଧନୀ ଚାଷୀମାନେ ଥିଲେ, କୃଷିରେ ବିପ୍ଳବ ହେବା ଦ୍ୱାରା ସେମାନେ ଯେଉଁ ନାମମାତ୍ର ଚାଷୀମାନେ ଥିଲେ ତାଙ୍କଠୁ ତାଙ୍କର ଜମିକୁ ଛଡ଼େଇ ନେଇଯାଇଥିଲେ ବା ହଡ଼ପ କରି ନେଇଯାଇଥିଲେ। ଆଉ ଏହା ହିଁ ହେଉଛି ଏକ କୁଫଳ ମଧ୍ୟ ଶିଳ୍ପ ବିପ୍ଳବର। ନେକ୍ସଟ କୁଫଳଟି ହେଉଛି ପିଲାମାନେ ଶିଳ୍ପ ବିପ୍ଳବର ନାମମାତ୍ର ଚାଷୀମାନେ ଜମି ହରାଇ ଶ୍ରମିକ ହେଲେ। ଗ୍ରାମମାନଙ୍କରେ ଯେଉଁ ନାମମାତ୍ର ଚାଷୀମାନେ ଥିଲେ ସେମାନେ ପ୍ରଥମେ ଚାଷ କରିକି ନିଜର ଜୀବିକା ଉପାର୍ଜନ କରୁଥିଲେ, କିନ୍ତୁ ଧନୀ ଚାଷୀମାନେ ଯେତେବେଳେ ତାଙ୍କର ଜମିକୁ ହଡ଼ପ କରିନେଲେ ତାଙ୍କ ପାଖରେ ଜୀବିକା ଉପାର୍ଜନ କରିବା ପାଇଁ ଅନ୍ୟ କୌଣସି ଉପାୟ ନଥିଲା। ତେଣୁକରି ସେମାନେ ବାଧ୍ୟ ହୋଇ ସହରକୁ ଗଲେ ଏବଂ ସହରରେ ଯେଉଁ ଶିଳ୍ପ ଗୁଡ଼ିକ ତିଆରି କରାଯାଇଥିଲା ସେହି ଶିଳ୍ପ ଗୁଡ଼ିକରେ ସେମାନେ ଶ୍ରମିକ ହିସାବରେ କାମ କଲେ। ନେକ୍ସଟ କୁଫଳଟି ହେଉଛି ଗ୍ରାମ ଜନଶୂନ୍ୟ ହୋଇଗଲା ବା ଗ୍ରାମାଞ୍ଚଳ ଜନଶୂନ୍ୟ ହୋଇଗଲା। ଶିଳ୍ପ ବିପ୍ଳବ ହେବା ଦ୍ୱାରା ଗ୍ରାମରେ ଯେଉଁ ନାମମାତ୍ର ଚାଷୀ ଗୁଡ଼ିକ ଥିଲେ ସେମାନେ ଚାଷ କରି ଜୀବିକା ତାଙ୍କର ଅର୍ଜନ କରିପାରୁଥିଲେ, କିନ୍ତୁ ତାଙ୍କର ଚାଷ ଜମି ହରାଇବା ଦ୍ୱାରା ସେଠି ଆଉ ସେମାନେ ରହିଲେ ନାହିଁ, ସହରକୁ ଚାଲି ଆସିଲେ, ଯଦ୍ୱାରା କ'ଣ ହେଲା ଗ୍ରାମ ଗୁଡ଼ିକ ଜନଶୂନ୍ୟ ହୋଇଗଲା। ନେକ୍ସଟ କୁଫଳଟି ହେଉଛି ପରିବେଶ ପ୍ରଦୂଷଣ। ଶିଳ୍ପ ବିପ୍ଳବ ହେବା ଦ୍ୱାରା ପରିବେଶ ପ୍ରଦୂଷଣ ହେଲା ଏବଂ ଯେଉଁ ଯେଉଁ ସ୍ଥାନରେ ଶିଳ୍ପ ଗୁଡ଼ିକ ତିଆରି ହୋଇଥିଲା ସେ ଜାଗାରେ ଅତ୍ୟଧିକ ପରିବେଶ ପ୍ରଦୂଷଣ ହୋଇଥିଲା। ଏବଂ ପରବର୍ତ୍ତୀ କୁଫଳଟି ହେଉଛି ଜନସାଧାରଣଙ୍କର ସ୍ୱାସ୍ଥ୍ୟ ଖରାପ ହେଲା। ପରିବେଶ ପ୍ରଦୂଷଣ ହେବା ଦ୍ୱାରା ଜନସାଧାରଣ ଯେଉଁ ସାଧାରଣ ଜନତା ଥିଲେ ତାଙ୍କର ମଧ୍ୟ ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଲା। ଅତ୍ୟଧିକ ଶିଳ୍ପ ଗୁଡ଼ିକ ତିଆରି ହେବା ଦ୍ୱାରା ସେଠି ଯେଉଁ ଜଳ ଥିଲା, ସେଠି ଯେଉଁ ବାୟୁ ଥିଲା, ସେହି ଜଳ ଏବଂ ବାୟୁ ଅତ୍ୟଧିକ ଖରାପ ହେବା ଦ୍ୱାରା ଜନସାଧାରଣଙ୍କର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେଲା। ନେକ୍ସଟ କୁଫଳଟି ହେଉଛି ପୁଞ୍ଜିପତି ଓ ଶ୍ରମିକ ଦୁଇଟି ଗୋଷ୍ଠୀର ଆବିର୍ଭାବ ହେଲା। ଶିଳ୍ପ ବିପ୍ଳବ ହେବା ଦ୍ୱାରା ପୁଞ୍ଜିପତି ଗୋଷ୍ଠୀ ଏବଂ ଶ୍ରମିକ ଗୋଷ୍ଠୀ ଦୁଇଟି ଗୋଷ୍ଠୀର ଆବିର୍ଭାବ ହେଲା। ପୁଞ୍ଜିପତି କେଉଁମାନେ ଥିଲେ ପିଲାମାନେ? ଯେଉଁମାନେ ଅର୍ଥ ବିନିଯୋଗ କରି ଶିଳ୍ପ ତିଆରି କଲେ ସେମାନଙ୍କୁ କୁହାଯାଉଛି ପୁଞ୍ଜିପତି ଏବଂ ଶ୍ରମିକ କାହାକୁ କୁହାଯାଉଛି? ଯେଉଁ ଗ୍ରାମମାନଙ୍କରେ ଯେଉଁ ନାମମାତ୍ର ଚାଷୀ ଥିଲେ ସେମାନଙ୍କୁ କୁହାଯାଉଛି। ତ ପୁଞ୍ଜିପତିମାନେ
ଧୀରେ ଧୀରେ ଆହୁରି ଧନୀ ହେବାକୁ ଲାଗିଲେ, କିନ୍ତୁ ଶ୍ରମିକମାନଙ୍କର ଅବସ୍ଥା ଯେମିତି ଥିଲା ସେମିତି ହିଁ ଥିଲା। ତେଣୁକରି ଦୁଇଟି ଗୋଷ୍ଠୀର ଆବିର୍ଭାବ ହେଲା। ଗୋଟିଏ ହେଲା ପୁଞ୍ଜିପତି ଗୋଷ୍ଠୀ ଏବଂ ଗୋଟିଏ ହେଲା ଶ୍ରମିକ ଗୋଷ୍ଠୀ। ଶ୍ରମିକମାନେ ପରବର୍ତ୍ତୀ କୁଫଳଟି ହେଉଛି ଶ୍ରମିକମାନେ ଅଳ୍ପ ମଜୁରୀରେ ଅଧିକ ପରିଶ୍ରମ କରୁଥିଲେ। ଏହି ପୁଞ୍ଜିପତିମାନେ ଶ୍ରମିକମାନଙ୍କୁ ତାଙ୍କର କାର୍ଯ୍ୟ ଅନୁସାରେ ପାଉଣା ଦେଉନଥିଲେ। ବହୁତ ସମୟ କାମ କରେଇକି ସେମାନେ ବହୁତ କମ୍ ପଇସା ହିଁ ଶ୍ରମିକମାନଙ୍କୁ ଦେଉଥିଲେ। ନେକ୍ସଟ କୁଫଳଟି ହେଉଛି ପିଲାମାନେ ଉପନିବେଶବାଦର ବୃଦ୍ଧି। ଇଂଲଣ୍ଡକୁ ଯେତେବେଳେ ଶିଳ୍ପ ବିପ୍ଳବ ହେଲା, ଅତ୍ୟଧିକ କଞ୍ଚାମାଲ ଦରକାର ପଡ଼ିଲା ଏବଂ କଞ୍ଚାମାଲ ଆଶାରେ ଇଂଲଣ୍ଡ ଅନ୍ୟ ଦେଶମାନଙ୍କୁ ଯାଇକି ତାର ଉପନିବେଶ ଗୁଡ଼ିକ ତିଆରି କଲା ଏବଂ ସେଇଠୁ କମ୍ ଦରରେ କଞ୍ଚାମାଲ କିଣିଲା ଏବଂ ଏମିତି ଭାବରେ ଇଂଲଣ୍ଡ ସାରା ବିଶ୍ୱର ଅନେକ ଗୁଡ଼ିଏ ଦେଶରେ ଉପନିବେଶବାଦ ତିଆରି କଲା। ତ ଶିଳ୍ପ ବିପ୍ଳବ ଯଦି ହୋଇନଥାନ୍ତା ପିଲାମାନେ, ତାହେଲେ ଇଂଲଣ୍ଡ ଉପନିବେଶବାଦ ପ୍ରଥାଟା କେବେ ବି ସୃଷ୍ଟି କରିନଥାନ୍ତା ବା ତାର ପ୍ରଚାର ପ୍ରସାର କରେଇ ନଥାନ୍ତା ବା ସାରା ବିଶ୍ୱରେ ଇଂଲଣ୍ଡର ଏତେ ଗୁଡ଼ିଏ ଦେଶରେ ତାର ଉପନିବେଶ ନଥାନ୍ତା। ଏଠି ଯେଉଁ ଫଟୋଚିତ୍ରଟି ଦେଖୁଛ ପିଲାମାନେ, ଏଟା ହେଉଛି ଗୋଟିଏ କୁଟୀର ଶିଳ୍ପର ଫଟୋଚିତ୍ର ଏବଂ ଯେତେବେଳେ ଶିଳ୍ପ ବିପ୍ଳବ ହେଲା, ଏହି କୁଟୀର ଶିଳ୍ପ ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଯାଇଥିଲା। ତୁମର ପରୀକ୍ଷା ଦୃଷ୍ଟିରୁ ପିଲାମାନେ ଏହି ଶିଳ୍ପ ବିପ୍ଳବ ଟପିକଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କାହିଁକି ନା ଏଇଠୁ 1 ମାର୍କର ପ୍ରଶ୍ନ ଆସିବ, 2 ମାର୍କର ପ୍ରଶ୍ନ ଆସିବ, 3 ମାର୍କର ବି ପ୍ରଶ୍ନ ଆସିବ, ତା ସହିତ ଲଙ୍ଗ କ୍ୱେଶ୍ଚନ୍ 8 ମାର୍କର ମଧ୍ୟ ପ୍ରଶ୍ନ ଆସିବ। କେବଳ ତୁମର ବାର୍ଷିକ ପରୀକ୍ଷା ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ନୁହେଁ। ପରବର୍ତ୍ତୀ ସମୟରେ ଯାହା ବି ତୁମେ କମ୍ପିଟେଟିଭ୍ ଏକ୍ଜାମ୍ ଦେବ, ସେଇଠୁ ବି ଏହି ଶିଳ୍ପ ବିପ୍ଳବରୁ ପ୍ରଶ୍ନ ଗୁଡ଼ିକ ଆସିଥାଏ। ତେଣୁକରି ପିଲାମାନେ ବହୁତ ସୁନ୍ଦର ଭାବରେ ଏହି ଶିଳ୍ପ ବିପ୍ଳବଟିର ଭିଡ଼ିଓ ଗୁଡ଼ିକ ତିଆରି କରାଯାଇଛି। ପାର୍ଟ 1, ପାର୍ଟ 2, ପାର୍ଟ 3, ପାର୍ଟ 4। ଯେଉଁମାନେ ବି ବାକିତକ ଭିଡ଼ିଓ ଗୁଡ଼ାକ ଏହି ଶିଳ୍ପ ବିପ୍ଳବକୁ ନେଇକି ଦେଖିନାହଁ, ସେମାନେ ଦେଖିଦେବ।